ଏଥିମଧ୍ୟରୁ କେଉଁଟି ଅନନ୍ତ ପଟ୍ଟନାୟକଙ୍କ କବିତା ପୁସ୍ତକ ନୁହେଁ? ଉତ୍ତର ଅଗଷ୍ଟ 15 ଓ ଅନ୍ୟାନ୍ୟ କବିତା। ପ୍ରକାଶକାଳ ଅନୁଯାୟୀ ଅନନ୍ତ ପଟ୍ଟନାୟକଙ୍କ କବିତା ପୁସ୍ତକର କ୍ରମ ନିରୂପଣ କର। ଉତ୍ତର ରକ୍ତଶିଖା, ଶାନ୍ତିଶିଖା, କିଞ୍ଚିତ୍, ଅବାନ୍ତର। ଏଥିମଧ୍ୟରୁ କେଉଁ କବିତାଟି ଅନନ୍ତ ପଟ୍ଟନାୟକ ଯୌଥ ଭାବେ ସଚ୍ଚି ରାଉତରାୟଙ୍କ ସହ ମିଶି ରଚନା କରିଛନ୍ତି? ଉତ୍ତର ରକ୍ତଶିଖା। ଏଥିମଧ୍ୟରୁ କେଉଁଟି ଅନନ୍ତ ପଟ୍ଟନାୟକଙ୍କ ଛଦ୍ମନାମ ନୁହେଁ? ଉତ୍ତର ଉପଗୁପ୍ତ। କ ସ୍ତମ୍ଭ ସହ ଖ ସ୍ତମ୍ଭର ଠିକ୍ ମେଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ରକ୍ତଶିଖା 1939, ତର୍ପଣ କରେ ଆଜି 1949, ଅବାନ୍ତର 1978, ଅଋତୁ ଋତୁ 1986। ଅନନ୍ତ ପଟ୍ଟନାୟକ କେଉଁ ବର୍ଷ ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର ଲାଭ କରିଥିଲେ? ଉତ୍ତର 1982। ଏଥିମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କ କବିତା ନୁହେଁ? ଉତ୍ତର ଝରରେ ରୁଧିର। ସଚ୍ଚି ରାଉତରାୟଙ୍କ କେଉଁ କବିତା ପୁସ୍ତକ ଇଂରାଜୀରେ ଅନୂଦିତ ହୋଇ ଦ ବୋଟମ୍ୟାନ ବୟ ଆଣ୍ଡ 40 ପୋଏମ୍ସ ଶୀର୍ଷକ ଇଂରାଜୀ ଗ୍ରନ୍ଥରେ ସ୍ଥାନ ପାଇଛି? ଉତ୍ତର ବାଜି ରାଉତ। ଏଥିମଧ୍ୟରୁ ସଚ୍ଚି ରାଉତରାୟଙ୍କ କେଉଁ କବିତା ଗୁଚ୍ଛଟି ପ୍ରଗତିବାଦୀ ଚିନ୍ତାଧାରାର ବାହକ ନୁହେଁ? ଉତ୍ତର ପଲ୍ଲୀଶ୍ରୀ। କେଉଁ କବିତା ପାଇଁ ସଚ୍ଚି ରାଉତରାୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର କବିତା 1962। ଏଥିମଧ୍ୟରୁ ସଚ୍ଚି ରାଉତରାୟ କେଉଁ ପୁରସ୍କାର ଲାଭ କରିନାହାନ୍ତି? ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ। ସଚ୍ଚି ରାଉତରାୟଙ୍କ କେଉଁ କବିତା ଓଡ଼ିଆ କବିତାର ମୋଡ଼ ବୁଲାଣି ଆଣିଛି ବୋଲି କୁହାଯାଏ? ଉତ୍ତର ପାଣ୍ଡୁଲିପି। ସଚ୍ଚି ରାଉତରାୟଙ୍କ ଜୀବନ ସହ ସମ୍ପୃକ୍ତ ଘଟଣାବଳୀକୁ ଆଧାର କରି କ ସ୍ତମ୍ଭ ସହ ଖ ସ୍ତମ୍ଭର ନିର୍ଭୁଲ ମେଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1963, ସାହିତ୍ୟ ଭାରତୀ ସମ୍ମାନ 1996, ପଦ୍ମଶ୍ରୀ ଉପାଧି 1962, ଜ୍ଞାନପୀଠ ପୁରସ୍କାର 1986। ଏଥିମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କ କବିତା ସଂକଳନ ନୁହେଁ? ଉତ୍ତର କବିତା 1972। କେଉଁ କବି ଦିଗନ୍ତ ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ସଚ୍ଚି ରାଉତରାୟ। ଏଥିମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କ ପ୍ରକାଶିତ ପ୍ରଥମ କବିତା? ଉତ୍ତର ପଞ୍ଚାମୃତ। ସଚ୍ଚି ରାଉତରାୟଙ୍କ ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି କାବ୍ୟ ନାଟିକା? ଉତ୍ତର ପୂର୍ଣ୍ଣିମା। ପାଣ୍ଡୁଲିପି କବିତା ସଂକଳନ କେତୋଟି ପର୍ଯ୍ୟାୟରେ ବିଭକ୍ତ? ଉତ୍ତର 2। ପାଣ୍ଡୁଲିପିର ପ୍ରଥମ ପର୍ଯ୍ୟାୟଟି କ'ଣ? ଉତ୍ତର ଧୂସର। ଏଥିମଧ୍ୟରୁ ସଚ୍ଚି ରାଉତରାୟଙ୍କ କେଉଁ ରଚନାକୁ ଗଦ୍ୟ କାବ୍ୟ ଭାବେ ବିବେଚନା କରାଯାଏ? ଉତ୍ତର ଭାନୁମତୀର ଦେଶ। ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଆଁଟି କବିତା କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ପଲ୍ଲୀଶ୍ରୀ। ଏଥିମଧ୍ୟରୁ ସଚ୍ଚି ରାଉତରାୟଙ୍କ କେଉଁ କବିତାଟି ପାଣ୍ଡୁଲିପି କବିତା ସଂକଳନରେ ନାହିଁ? ଉତ୍ତର ବସନ୍ତର ନିଛକ ଜିଲ୍ଲାରେ। ସଚ୍ଚି ରାଉତରାୟଙ୍କ କେଉଁ କବିତାଟି ଉଲ୍ଲିଖିତ କବିତା ସଂକଳନରେ ନାହିଁ? ଉତ୍ତର ପହିଲି ରଜ ସ୍ୱଗତ। ସଚ୍ଚି ରାଉତରାୟଙ୍କ କେଉଁ କବିତା ଜୀବନାନନ୍ଦ ଦାସଙ୍କ ବନଲତା ସେନ କବିତାର ଛାୟାରେ ରଚିତ? ଉତ୍ତର ଅଳକା ସାନ୍ୟାଲ। ସଚ୍ଚି ରାଉତରାୟଙ୍କ ପ୍ରତିମା ନାୟକ କବିତା ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଶଙ୍ଖ। ନିମ୍ନୋକ୍ତ ମଧ୍ୟରୁ ସଚ୍ଚି ରାଉତରାୟଙ୍କ କେଉଁ କବିତା ସଂକଳନ ସ୍ୱାଧୀନତା ପ୍ରାପ୍ତି ପରେ ରଚିତ ହୋଇଛି? ଉତ୍ତର ଅଭିଯାନ।
ସଚ୍ଚି ରାଉତରାୟଙ୍କ ଅଳକା ସାନ୍ୟାଲ କବିତା କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ପାଣ୍ଡୁଲିପି ଧୂସର ପର୍ଯ୍ୟାୟ। ପାଣ୍ଡୁଲିପି କବିତା ସଂକଳନର ପ୍ରଥମ କବିତା କେଉଁଟି? ଉତ୍ତର ଝଡ଼। ତରଙ୍ଗ ଓ ବିନିତା ସଚ୍ଚି ରାଉତରାୟଙ୍କ କେଉଁ କବିତାର ଚରିତ୍ର? ଉତ୍ତର ଭାନୁମତୀର ଦେଶ। ପ୍ରକାଶକାଳ ଅନୁଯାୟୀ ସଚ୍ଚି ରାଉତରାୟଙ୍କ ନିମ୍ନୋକ୍ତ କବିତା ସଂକଳନ ଗୁଡ଼ିକରେ କେଉଁ ଶୃଙ୍ଖଳାଟି ଠିକ୍? ଉତ୍ତର ବାଜିରାଉତ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଏସିଆର ସ୍ୱପ୍ନ। ବାଜିରାଉତ କବିତା କେଉଁ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇଥିଲା? ଉତ୍ତର ସହକାର। ଏଥିମଧ୍ୟରୁ କେଉଁଟି ସଚ୍ଚି ରାଉତରାୟ ଓଡ଼ିଆ କବିତାରେ କରିନାହାନ୍ତି? ଉତ୍ତର ଅନ୍ତର୍ଛନ୍ଦର ବ୍ୟବହାର। ସଚ୍ଚି ରାଉତରାୟଙ୍କ ଶ୍ରମିକର ଶ୍ରୀପଞ୍ଚମୀ କବିତା ପ୍ରଥମେ କେଉଁ ପତ୍ରିକାରେ ସ୍ଥାନ ପାଇଥିଲା? ଉତ୍ତର ନବୀନ। ସଚ୍ଚି ରାଉତରାୟଙ୍କ କେଉଁ ମସିହାରେ ସୋଭିଏତ୍ ଦେଶ ନେହେରୁ ପୁରସ୍କାର ଲାଭ କରିଥିଲେ? ଉତ୍ତର 1965। ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା, ଆଲୁଅ ଓ ଅନ୍ଧାରର ମଧ୍ୟେ ସେ ଯେ କରିଅଛି ରଫା, ବହୁଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ, ଧାନସିଡ଼ି ନଦୀ ଟପି ଆଠଟାର ଡାକ ଗାଡ଼ି ଧାଏଁ। ଏହା ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଉଦ୍ଧୃତ? ଉତ୍ତର ପ୍ରତିମା ନାୟକ। ଛୋଟ ପୁଣି ଏଡ଼େ ସେ ବିରାଟ, ଜୀବନ ପାରିଲା ନାଇଁ ରଖି ତାକୁ, ମୃତ୍ୟୁ ତାରେ ଛାଡ଼ିଦେଲା ବାଟ। ଏହି କବିତା ପଂକ୍ତିଟି ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଆସିଛି? ଉତ୍ତର ବାଜିରାଉତ। ମୃତ୍ୟୁର ଜଳେ ପହଁରି ପହଁରି ତୋଳେ ଯେ ତୋ ଲାଗି ଛନ୍ତି କଇଁ, କୃଷ୍ଣ ନାଗର ଦଂଶନେ ସେ କି ପଡ଼ିବ ନଇଁରେ ପଡ଼ିବ ନଇଁ। ଏହି କବିତା ଉଦ୍ଧୃତି ଅନନ୍ତ ପଟ୍ଟନାୟକଙ୍କ କେଉଁ କବିତାରୁ ଆସିଛି? ଉତ୍ତର ଝରରେ ରୁଧିର। ଶତାବ୍ଦୀର ସିଂହଦ୍ୱାରରୁ ଆସିଅଛି ଦୂତ, ଆଣିଅଛି ବାର୍ତ୍ତା ଭବିଷ୍ୟର, ଜୀବନର ସମ୍ଭାବନା ଯହିଁ ମୂର୍ତ୍ତିମାନ, ନାଇଁ ଯହିଁ ପ୍ରାଚୀର ପ୍ରାନ୍ତର। କବିତାଂଶଟି ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଆସିଅଛି? ଉତ୍ତର ବାର୍ତ୍ତା। ତୁମେ ଦେଖିଅଛ ଶିଳାରେ ତାର ରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ, ଭଗ୍ନ ବୁକୁର ସ୍ତୂପ। ଏହା ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଆସିଛି? ଉତ୍ତର କୋଣାର୍କ। ବାହାରେ କଳହରତ ଭିକାରୀ ଦି'ଜଣ, ଉପରେ ଟିଣର ଜହ୍ନ, ଯାଏ ବୁଡ଼ି ଈଷତ୍ କୁହୁଡ଼ି, କଦମ୍ବ ଫୁଲିଆ ଜହ୍ନ ହେଲା ଆସି ଲାଲ, ମନେ ହୁଏ ଏକ ମୃତ ହରିଣର ଛାଲ। ଏହା ସଚ୍ଚି ରାଉତରାୟଙ୍କ କେଉଁ କବିତାରୁ ଆଗତ? ଉତ୍ତର ଲାବଣ୍ୟବତୀକୁ ଚନ୍ଦ୍ର ଭାନୁର ଚିଟାଉ। ନୀଳଚନ୍ଦ୍ରର ଉପତ୍ୟକା କବିତାର କବି କିଏ? ଉତ୍ତର ବିନୋଦ ନାୟକ। ଏଥିମଧ୍ୟରୁ କେଉଁଟି ବିନୋଦ ନାୟକଙ୍କ କବିତା ପୁସ୍ତକ ନୁହେଁ? ଉତ୍ତର ପୁନଶ୍ଚ। ଏଥିମଧ୍ୟରୁ କେଉଁଟି ବିନୋଦ ନାୟକଙ୍କ ପ୍ରଥମ କବିତା ପୁସ୍ତକ? ଉତ୍ତର ହେଇମତୀ। କେଉଁ ପୁସ୍ତକ ପାଇଁ ବିନୋଦ ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର ସରୀସୃପ। ସେଲିମର ସ୍ୱପ୍ନ କବିତାର ସ୍ରଷ୍ଟା କିଏ? ଉତ୍ତର ବିନୋଦ ନାୟକ। କ ସ୍ତମ୍ଭ ସହ ଖ ସ୍ତମ୍ଭର ମେଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ପୋହଳା ଦ୍ୱୀପର ଉପକଥା ବିନୋଦ ନାୟକ। ଆଶ୍ଚର୍ଯ୍ୟ ଅଭିସାର ଗୁରୁପ୍ରସାଦ ମହାନ୍ତି। ଏସିଆର ସ୍ୱପ୍ନ ସଚ୍ଚିଦାନନ୍ଦ ରାଉତରାୟ। ନଈ ଆରପାରି ଭାନୁଜୀ ରାଓ। ବିନୋଦ ନାୟକଙ୍କ ଗ୍ରାମପଥ କବିତା ତାଙ୍କର କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ନନ୍ଦାଦେବୀ। ଅନ୍ୟ ଏକ ଅସରପିର କବି କିଏ? ଉତ୍ତର ବିନୋଦ ନାୟକ। ଜଟାୟୁ ଛଦ୍ମନାମରେ କେଉଁ କବି କବିତା ରଚନା କରୁଥିଲେ? ଉତ୍ତର ରଘୁନାଥ ଦାସ। ଜନତାର ଡାକ କବିତାର କବି କିଏ? ଉତ୍ତର ମନମୋହନ ମିଶ୍ର। ଏଥିମଧ୍ୟରୁ କେଉଁଟି ଭୁଲ ନିରୂପଣ କର। ଉତ୍ତର ନୀଳ ଲୋହିତ
ଭାନୁଜୀ ରାଓ। ଜହ୍ନ ଏ ପଥେ ଢାଳଇ ରଜତ ମାୟା, କୁମାରୀ ଦଳର ମିଳିତ କଣ୍ଠ। ସଙ୍ଗୀତ ଉଠେ ଆହା, ଧାନ କ୍ଷେତେ ଚଳେ କୃଷକ ତରୁଣ। ରାତ୍ରି ଶୟନ ପାଇଁ ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ, ଉପୁଡ଼ି ମେଘର ଛାୟା। ଏହି କବିତାଂଶ ବିନୋଦ ନାୟକଙ୍କ କେଉଁ କବିତାରୁ ଆସିଛି? ଉତ୍ତର ଗ୍ରାମପଥ। ସନ୍ଧ୍ୟାର ଆକାଶ ଗୁଜୁରାଟୀ ରମଣୀର ପାଲଟା ଶାଢ଼ୀ ପରି ଅତି ପରିଚ୍ଛନ୍ନ ସଫେଦ ଛାୟାପଥ। ଦିଗ ତଳେ ବାଇଗଣୀ ସ୍ୟାହିପରି ସ୍ୱଳ୍ପ ମେଘଛାୟା। କଫି ଓ ବାଦାମ ବନ ପରିବ୍ୟାପ୍ତ ଗୋଦାବରୀ ତଟଯାଏ। ଏହି କବିତାଂଶ ବିନୋଦ ନାୟକଙ୍କ କେଉଁ କବିତାରୁ ଆସିଛି? ଉତ୍ତର ସରୀସୃପ। ବିନୋଦ ନାୟକଙ୍କ ପ୍ରଥମ କବିତା ଅଶ୍ରୁର ଅର୍ଘ୍ୟ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ସହକାର। ନୂତନ କବିତାର କବି କିଏ? ଉତ୍ତର ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ। ନୂତନ କବିତାର ପ୍ରକାଶ ସମୟ କେତେ? ଉତ୍ତର 1955। ଇଂରାଜୀ ଟି.ଏସ୍. ଇଲିୟଟଙ୍କ ଦ ୱେଷ୍ଟଲ୍ୟାଣ୍ଡ କବିତା ଆଧାରରେ ଗୁରୁପ୍ରସାଦ କେଉଁ କବିତା ରଚନା କରିଛନ୍ତି? ଉତ୍ତର କାଳପୁରୁଷ। ଗୁରୁପ୍ରସାଦଙ୍କ କାଳପୁରୁଷ କବିତା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ପ୍ରଜ୍ଞା। ଏଥିମଧ୍ୟରୁ କେଉଁଟି ଗୁରୁପ୍ରସାଦଙ୍କ କବିତା ନୁହେଁ? ଉତ୍ତର କାଠଘୋଡ଼ା ପାଣି ପିଇ। କେଉଁ କବିତା ପାଇଁ ଗୁରୁପ୍ରସାଦ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ସମୁଦ୍ର ସ୍ନାନ। କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ମେଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ହରେକୃଷ୍ଣ ଦାସ, ଗୁରୁପ୍ରସାଦ ମହାନ୍ତି। ଚନ୍ଦନ ବନରେ ଏକା, ଭାନୁଜୀ ରାଓ। ବୃହନ୍ନଳା, ବେଣୁଧର ରାଉତ। ନୀଳଲୋହିତ, ଚିନ୍ତାମଣି ବେହେରା। ଗୁରୁପ୍ରସାଦଙ୍କ ଆଶ୍ଚର୍ଯ୍ୟ ଅଭିସାର କବିତା ସଂକଳନର ପ୍ରକାଶ କାଳ କେବେ? ଉତ୍ତର 1988। ନିମ୍ନୋକ୍ତ କବିତା ମଧ୍ୟରୁ ଗୁରୁପ୍ରସାଦଙ୍କ କେଉଁ କବିତାଟି ସନେଟ୍ ଭାବେ ବିଚାର କରାଯାଏ? ଉତ୍ତର ଚମ୍ପାଫୁଲ। କାଳପୁରୁଷ କବିତାଟି କାହାର ପ୍ରତୀକ? ଉତ୍ତର ମୃତ୍ୟୁର ପ୍ରତୀକ। ନିମ୍ନୋକ୍ତ ଶୃଙ୍ଖଳା ମଧ୍ୟରୁ କେଉଁଟି ଭୁଲ ନିରୂପଣ କର। ଉତ୍ତର ଆଶାବରୀ ରମାକାନ୍ତ ରଥ। ଗୁରୁପ୍ରସାଦଙ୍କ ଚମ୍ପାଫୁଲ କବିତାରେ ଚମ୍ପାଫୁଲ କାହାର ପ୍ରତୀକ? ଉତ୍ତର ଯୌନ କାମନା। ଏଥିମଧ୍ୟରୁ କେଉଁ ଚରିତ୍ରଟି ଗୁରୁପ୍ରସାଦଙ୍କ କବିତାର ନୁହେଁ? ଉତ୍ତର ଚନ୍ଦ୍ରା ବେହେରାଣୀ। ଆଶ୍ଚର୍ଯ୍ୟ ଅଭିସାର କବିତାଗୁଚ୍ଛର ପ୍ରଥମ ସଂକଳନରେ କେତୋଟି କବିତା ସ୍ଥାନ ପାଇଛି? ଉତ୍ତର 38। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୁରୁପ୍ରସାଦଙ୍କ ରଚିତ କବିତା ନୁହେଁ? ଉତ୍ତର ଜହ୍ନରାତି। ଭୟ ଆଉ ପାପ ମିଶି ଏ ସମୟ ଅନ୍ତଃସତ୍ତ୍ୱା ଜୀବନର ଭଗ୍ନାଂଶ କେବଳ। ତେଣୁ ଏହି ସହରର ଗଳିରେ ଛିନ୍ନ ପ୍ରାଣହୀନ ଦେହ ଓ କାମନା। ଏହି କବିତାଂଶଟି ଗୁରୁପ୍ରସାଦଙ୍କ କେଉଁ କବିତାରୁ ଆସିଛି? ଉତ୍ତର ହରେକୃଷ୍ଣ ଦାସ 2। ତା ଭିତରେ ତୁମେ ପୁଣି ପ୍ରେମ କର ଗର୍ଭବତୀ ହୁଅ। ସିନେମାର ହ୍ୟାଣ୍ଡମିଲ୍ ମୁଁ ଦେଖିଛି ତୁମରି ଦେହରେ। ପବନ ତୁମକୁ ଯେବେ ଆସ୍ତେ ନିଏ ବାଲିରୁ ସାଉଁଟି, ମୁଁ ତୁମକୁ ସ୍ୱପ୍ନ ଦେଖେ ମୋର ଢିଲା ପାଇଜାମା କାମିଜର ଅମରାବତୀରେ। ଏହି ପଂକ୍ତି କେତୋଟି ଗୁରୁପ୍ରସାଦଙ୍କ କେଉଁ କବିତାରୁ ଆସିଛି? ଉତ୍ତର ଅଳକା ସାନ୍ୟାଲ। ମୁଁ ନୁହେଁ ଧୂପର ହିରୋ, ଗାର୍ଲସ୍କୁଲ ଚୁମ୍ବନ ବା ଚମ୍ପୁର ନାୟକ। ଚାରୁକଳା ଅଭାବ ମୋଠାରେ, ତାର ସିଲ୍କ ଲୁଗା ତଳୁ ଗୋଲ ଛାତି ଯେବେ ଉଙ୍କି ମାରେ। ଏହା ଗୁରୁପ୍ରସାଦଙ୍କ କେଉଁ କବିତାରୁ ଆଗତ? ଉତ୍ତର ଗୋବର ଗଣେଶ। ସନ୍ଧ୍ୟା ଆସେ ଦୂରାଗତ କ୍ଳାନ୍ତ ବାଟୋଇର, ନିସ୍ତେଜ ଆଖିରେ ଆଣି ଅସରନ୍ତି ବାଟର ନିରାଶା।
ଏହି କବିତା ପଂକ୍ତି ଗୁରୁପ୍ରସାଦଙ୍କ କେଉଁ କବିତାରୁ ଆସିଛି? ଉତ୍ତର ଅକ୍ରୂର ଉବାଚ। ନିମ୍ନୋକ୍ତ ମଧ୍ୟରୁ କେଉଁ କବିତା ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିନାହିଁ? ଉତ୍ତର ପିଙ୍ଗଳାର ସୂର୍ଯ୍ୟ। କେଉଁଟି ବେଣୁଧର ରାଉତଙ୍କ କବିତା ନୁହେଁ? ଉତ୍ତର ସମୟର ଶେଷ ନାମ। କେଉଁ କବିତା ସଂକଳନ ପାଇଁ ବେଣୁଧର ରାଉତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ପିଙ୍ଗଳାର ସୂର୍ଯ୍ୟ। ବେଣୁଧର ରାଉତଙ୍କ କେଉଁ କବିତାରେ ସ୍ୱାଧୀନତା ପରବର୍ତ୍ତୀ ଦେଶର ଜନସାଧାରଣଙ୍କୁ ଲୋକ ଉପାଦାନ ମାଧ୍ୟମରେ ବ୍ୟଙ୍ଗ କରାଯାଇଛି? ଉତ୍ତର କାଠଘୋଡ଼ା ପାଣି ପିଇ। କାଠଘୋଡ଼ା ପାଣି ପିଇ କବିତା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଝଙ୍କାର। ଏ ନୀଳ ନିଶୀଥ ଯେହ୍ନେ ପ୍ରଜ୍ୱଳିତ ଅସଂଖ୍ୟ ତାରାରେ, ଏ ନୀଳ ନିଶୀଥ ଯେହ୍ନେ ନିପୀଡ଼ିତ ଲେଲିହାନ କାମନା ଜ୍ୱାଳାରେ, ଏ ନୀଳ ନିଶୀଥ ଯେହ୍ନେ କାନ୍ଦୁଅଛି ବିନ୍ଦୁ ବିନ୍ଦୁ ଅଜସ୍ର ଶିଶିରେ, ଏ ନୀଳ ନିଶୀଥ ଯେହ୍ନେ ଭାଙ୍ଗିପଡ଼େ ପ୍ରତୀକ୍ଷାର ବିଶ୍ଳଥ କ୍ଳାନ୍ତିରେ। ଏହା ବେଣୁଧର ରାଉତଙ୍କ କେଉଁ କବିତାରୁ ଆଗତ? ଉତ୍ତର ପିଙ୍ଗଳାର ସୂର୍ଯ୍ୟ। ମୁଇଁ ତ କହୁଛି ଈଶ୍ୱର କଥା ମନେ ଆଉ ରଖ ନାହିଁ, ଈଶ୍ୱର ଥାଇ ନ ଥାଇ କି ଯାଏ ଆସେ। ଯୁଗ ଯୁଗ ଧରି ଅନ୍ଧ କଥାରେ ସୂର୍ଯ୍ୟ ସମାନ ସତ ପ୍ରତ୍ୟୟ କାହିଁ? ଏହା ବେଣୁଧର ରାଉତଙ୍କ କେଉଁ କବିତାର ଅଂଶ? ଉତ୍ତର ବୃହନ୍ନଳା। ନିମ୍ନୋକ୍ତ କବିମାନଙ୍କ ମଧ୍ୟରୁ କେଉଁ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହାନ୍ତି? ଉତ୍ତର ବେଣୁଧର ରାଉତ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାନୁଜୀରାଓଙ୍କ ପ୍ରଥମ ପ୍ରକାଶିତ କବିତା ସଂକଳନ? ଉତ୍ତର ବିଷାଦ ଏକ ଋତୁ। କେଉଁ କବିତା ସଂକଳନ ପାଇଁ ଭାନୁଜୀରାଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ନଈ ଆର ପାରି। କେଉଁ କବିତା ସଂକଳନ ପାଇଁ ଭାନୁଜୀରାଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ଚନ୍ଦନ ବନରେ ଏକା। ଗୁରୁପ୍ରସାଦ ମହାନ୍ତିଙ୍କ ସହ ମିଶି କେଉଁ କବି ନୂତନ କବିତା ରଚନା କରିଥିଲେ? ଉତ୍ତର ଭାନୁଜୀରାଓ। ଏଥିମଧ୍ୟରୁ କେଉଁଟି ଭାନୁଜୀରାଓଙ୍କ କବିତା ନୁହେଁ? ଉତ୍ତର ହେ ବୈଦେହୀ ଭୁଲିଯାଅ। କ ସ୍ତମ୍ଭର କବିତା ସଂକଳନ ଖ ସ୍ତମ୍ଭସ୍ଥ କେଉଁ ପୁରସ୍କାର ଲାଭ କରିଛି? କ ସ୍ତମ୍ଭ ଖ ସ୍ତମ୍ଭ। ଶ୍ରୀରାଧା ଦ୍ୱିତୀୟ ସରସ୍ୱତୀ ସମ୍ମାନ। ନଈ ଆର ପାରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଆରଦୃଶ୍ୟ ସାରଳା ପୁରସ୍କାର। ତୃତୀୟ ଚକ୍ଷୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଏଥିମଧ୍ୟରୁ କେଉଁଟି ଚିନ୍ତାମଣି ବେହେରାଙ୍କ କବିତା ପୁସ୍ତକ ନୁହେଁ? ଉତ୍ତର ପଥପ୍ରାନ୍ତର କବିତା। କେଉଁ କବିତା ପୁସ୍ତକ ପାଇଁ ଚିନ୍ତାମଣି ବେହେରା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର ତୃତୀୟ ଚକ୍ଷୁ। ଏଥିମଧ୍ୟରୁ କେଉଁ କବିତା ପୁସ୍ତକ ପାଇଁ ବିଦ୍ୟୁତ୍ପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର ସଞ୍ଚୟନ। ଓଡ଼ିଆ ସାହିତ୍ୟରେ କେଉଁ କବିଙ୍କୁ ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ଭାବେ ବିବେଚନା କରାଯାଏ? ଉତ୍ତର ରବି ସିଂ। ଏଥିମଧ୍ୟରୁ କେଉଁଟି ରବି ସିଂଙ୍କ କବିତା ପୁସ୍ତକ ନୁହେଁ? ଉତ୍ତର ମନର ମାନଚିତ୍ର। କେଉଁ କବିତା ପୁସ୍ତକ ପାଇଁ ରବି ସିଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଚରମପତ୍ର। ଭଙ୍ଗା ହାତର କବିତା ପୁସ୍ତକର ସ୍ରଷ୍ଟା କିଏ? ଉତ୍ତର ରବି ସିଂ। ବଳି କବିତାର କବି କିଏ? ଉତ୍ତର ଜୟନ୍ତ ମହାପାତ୍ର। ଏଥିମଧ୍ୟରୁ କେଉଁଟି ରମାକାନ୍ତ ରଥଙ୍କ କବିତାଗୁଚ୍ଛ ନୁହେଁ? ଉତ୍ତର ଅସ୍ଥିର ପାଦ। ଏଥିମଧ୍ୟରୁ ରମାକାନ୍ତ ରଥ କେଉଁ ପୁରସ୍କାର ପାଇନାହାନ୍ତି? ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଏଥିମଧ୍ୟରୁ କେଉଁଟି ରମାକାନ୍ତ ରଥଙ୍କ ପ୍ରଥମ କବିତା ସଂକଳନ? ଉତ୍ତର କେତେ ଦିନର। କେଉଁ କବିତା ସଂକଳନ ପାଇଁ ରମାକାନ୍ତ ରଥ ଦ୍ୱିତୀୟ ସରସ୍ୱତୀ ସମ୍ମାନ ପାଇଛନ୍ତି? ଉତ୍ତର ଶ୍ରୀରାଧା। ଶ୍ରୀରାଧା କବିତା ପାଇଁ ରମାକାନ୍ତ ରଥ କେଉଁ ମସିହାରେ ସରସ୍ୱତୀ ସମ୍ମାନ ଲାଭ କରିଥିଲେ? ଉତ୍ତର 1992।